ସରାସକୁଲାରେ ଉନ୍ନତ ମାଛ ଜାଆଁଳ ବିକ୍ରି। କେନ୍ଦୁଝର ଜିଲ୍ଲା ପାଟନା ବ୍ଲକ ସରାସକୁଲା ଗ୍ରାମର ତ୍ରିଲୋଚନ ମହାନ୍ତ ନିଜସ୍ୱ ଉଦ୍ୟମରେ ନିଜସ୍ୱ ପୋଖରୀରେ ଉନ୍ନତ ମାଛ ଜାଆଁଳ ତିଆରି କରୁଛନ୍ତି ଏବଂ ଏହାକୁ ଚାଷୀଙ୍କୁ ବିକ୍ରି କରୁଛନ୍ତି। ଓଡ଼ିଶା ସମେତ ୱେଷ୍ଟବେଙ୍ଗଲ, ଝାଡ଼ଖଣ୍ଡ ଏବଂ ବିହାର ରାଜ୍ୟର ବହୁ ମାଛ ଚାଷୀ ମାଛ ଜାଆଁଳ ନେବା ପାଇଁ ଆସୁଛନ୍ତି ଏବଂ ଲାଭବାନ ମଧ୍ୟ ହେଉଛନ୍ତି। ସେ ସମ୍ବନ୍ଧରେ ଏହି ରିପୋର୍ଟ ଦେଖନ୍ତୁ। ରଞ୍ଜନ ବାରିଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ। ମୋ ନାଁ ତ୍ରିଲୋଚନ ମହାନ୍ତ, ଘର ହେଲା ସରାସକଲା। ମୁଁ ଆଜକୁ 10-15 ବର୍ଷ ହେଲା ଜାଆଁଳ ଚାଷ କରି ଆସୁଛି। ଏଠୁ ଝାଡ଼ଖଣ୍ଡ ମଧ୍ୟ ଯାଉଛି। ଏଠୁ ବହୁତ ଦୂର ଦୂରାନ୍ତରୁ ଆସି ଜାଆଁଳ ନେଉଛନ୍ତି ଆଉ ଭଲ ଉପକୃତ ବି ହେଉଛନ୍ତି। ବି ଚାଷୀମାନଙ୍କୁ ଟ୍ରେନିଂ ମଧ୍ୟ ଦିଆହେଉଛି, ଭଲ ଦରରେ ଜାଆଁଳ ଯୋଗାଇ ଦିଆଯାଉଛି। ଯେ ସାର୍ ଆପଣଙ୍କୁ ଏଠି ଯେଉଁ ପ୍ରୋତ୍ସାହନ ଦିଆହେଉଛି ଚାଷୀମାନଙ୍କୁ, ତ ସେ ସମ୍ବନ୍ଧରେ କ'ଣ କହିବେ ଆପଣ? ଲୋକମାନଙ୍କୁ ଯେଉଁମାନେ ମାଛ ଚାଷ ଭଲ କରିପାରୁନାହାନ୍ତି ସେମାନଙ୍କୁ ଭଲ ଟ୍ରେନିଂ ମଧ୍ୟ ଦିଆହେଉଛି। ଯେ ସାର୍ ଆପଣଙ୍କର ଏଠୁ ସାର୍ ଝାଡ଼ଖଣ୍ଡ, ବିହାର ସବୁଆଡ଼ୁ ଆସିକି ନାଇଁ ଆପଣଙ୍କର ୱେଷ୍ଟବେଙ୍ଗଲ, ଆପଣଙ୍କର ମଧ୍ୟପ୍ରଦେଶ ଚାଷୀମାନେ ନେଉଛନ୍ତି ଆଉ ଭଲ ବି ଇଏ ହେଉଛି, ଆପଣଙ୍କର ଗ୍ରୋଥ ବି ଭଲ ହେଉଛି। ସେ ସମ୍ବନ୍ଧରେ ସାର୍ କ'ଣ କହିବେ? ଏଠି ଉନ୍ନତ ମାନର ପ୍ରତ୍ୟେକ ବର୍ଷ ଆମେ ଜାଆଁଳ ତିଆରି କରୁଛୁ। ସେଥିପାଇଁ ଲୋକମାନେ ଦୂର ଦୂରାନ୍ତରୁ ଆସିକି ନେଉଛନ୍ତି। ଉନ୍ନତ ମାନର ଜାଆଁଳ ପାଉଛନ୍ତି ବୋଲି ଲୋକ ଆସିକି ନେଉଛନ୍ତି। ସାର୍ ଆପଣଙ୍କ ପରିଚୟ? ମୋ ନାଁ ହେଉଛି ଶିବାନନ୍ଦ ବାରିକ। ମୋ ଘର ଏଇଠି ପାଖରେ ଗୁଳଦିପୁସି। ଆଉ ଏଇଟା ହେଉଛି ଆମର ମାଛ ଜାଆଁଳ କେନ୍ଦ୍ର, ମା ତାରିଣୀ ମତ୍ସ୍ୟ ଜାଆଁଳ କେନ୍ଦ୍ର ଜାଣିଥାଏ। ତ ଆମେ ଏଇଠୁ ପ୍ରତ୍ୟେକ ବର୍ଷ ଆସୁଛୁ, ମାଛ ଜାଆଁଳ ନେଇକି ଯାଇକି ଆମେ ଚାଷ ନିଜେ କରୁଛୁ। ତାପରେ ଏଠି ଆମେ ନେଇକିରି ବି ଉପକୃତ ହେଉଛୁ। ତାପରେ ଏଠି ସମସ୍ତେ ଆସୁଛନ୍ତି ବାହାର ଏରିଆରୁ ବି ଆସିକି ସବୁ ଚାଷ ମାନେ ମାଛ କେମିତି ଚାଷ କରିବେ, କ'ଣ କରିବେ, ସେ ସବୁ ବି ସବୁ ଶିଖା ହେଉଛି ଏଠି, ମାନେ ଶିକ୍ଷା ଦିଆହେଉଛି। ଆଉ ଆମର ଏଠି ତ ଆମେ ଯାହା ନେଉଛୁ ସେ ଦୂରରୁ ଝାଡ଼ଖଣ୍ଡରୁ ଆସୁଛନ୍ତି, ବିହାରରୁ ଆସୁଛନ୍ତି, ୱେଷ୍ଟବେଙ୍ଗଲରୁ ଆସୁଛନ୍ତି। ବହୁତ ଆମେ ଦେଖୁଛୁ ସମସ୍ତେ ଆସିକି ମାଛ ଜାଆଁଳ ନେଇକିରି ସିଏ ବି ଉପକୃତ ହେଉଛନ୍ତି। ତ ମୁଁ ଏତିକି କହିବି କି ଏଠି ଜାଆଁଳ ଶସ୍ତାରେ ବି ମିଳୁଛି, ଭଲ ବି ମିଳୁଛି, ଆଉ ବଢ଼ିବାଟା ବି ଭଲ ହେଉଛି। ଥ୍ୟାଙ୍କ ୟୁ ସାର୍।